ମାମିନାଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ। ମାମିନାଙ୍କ ବିକଳାଙ୍ଗ ପୁଅର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ 25,000 ଟଙ୍କାର ଚେକ୍ ପ୍ରଦାନ କଲେ, ଯାହାକୁ ନେଇ ମାମିନାଙ୍କ ମୁହଁରେ ହସ ଫୁଟିଛି। ମୟୂରଭଞ୍ଜ ଜିଲ୍ଲା ଟଙ୍କାବିଲାରେ ବିବାହ କରିଥିଲେ ମାମିନା ନାୟକ। ତାଙ୍କର ଏକ ବିକଳାଙ୍ଗ ପୁଅ ଜନ୍ମ ହେବାରୁ ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଚାଲିଗଲେ। ଅନ୍ୟ ଉପାୟ ନ ପାଇ ମାମିନା ସାଙ୍ଗରେ ପୁଅକୁ ଧରି ବାପଘର କେନ୍ଦୁଝର ଜିଲ୍ଲା ଯମୁନାପସ୍ତି ଗାଁକୁ ଫେରି ଆସିଲେ। ନିଜ ବିକଳାଙ୍ଗ ପୁଅର ଚିକିତ୍ସା ପାଇଁ ଚାରିଆଡ଼େ ଗୁହାରି କରି ନିରାଶ ହେଲେ ମାମିନା। ଶେଷରେ କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ନିଜ ଦୁଃଖ ଜଣାଇଥିଲେ ମାମିନା। ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାମିନାଙ୍କ ପୁଅର ଚିକିତ୍ସା ପାଇଁ 25,000 ଟଙ୍କାର ଅର୍ଥରାଶି ମଞ୍ଜୁର କରିଛନ୍ତି, ଯାହାକୁ ପାଇ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମାମିନା। ଏହାପରେ ପୁଅର ଅଧିକ ଚିକିତ୍ସା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କୁ ସାହାଯ୍ୟ କରିବେ ବୋଲି ସେ ଆଶା ରଖିଛନ୍ତି। ଜନ୍ମରୁ ବିକଳାଙ୍ଗ ମୋ ପୁଅକୁ 4 ବର୍ଷ 3 ମାସ ହେଇଛି। ସେ ବର୍ତ୍ତମାନ ଚାଲିପାରୁନାହିଁ କି କଥା କହିପାରୁନାହିଁ। ମୁଁ ସବୁଆଡ଼େ ବୁଲିକି ହାରାସମେଣ୍ଟ ହେଇଯାଇଛି। ପୁରା ଥକିଗଲା ପରେ ମୁଁ ଯେତେବେଳେ ଏମିତିକି ମୋ ସ୍ୱାମୀ ବି ଛୁଆ ଜନ୍ମ ହେଲା ପରେ ମୋତେ ପଚାରିଲା ନାହିଁ। ମୁଁ ବାଧ୍ୟ ହୋଇକି ଆସିକି ମୋ ବାପ ଘରେ ମୁଁ ରହିଲି। ଆଉ ମୁଁ ଯେତେବେଳେ ଜାଣିଲି କି ମଣ୍ଡୁଆରେ ଆମର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ କେନ୍ଦ୍ର ଅଛି, ମୁଁ ସେତେବେଳେ ଆସିଲା ପରେ ମୁଁ 16/4ରେ ଅଭିଯୋଗ କରିଥିଲି। ଆଉ ମୁଁ ଗୋଟେ ଆପ୍ଲିକେସନ୍ ବି ଦେଇଥିଲି। ଦେଲା ପରେ ସାର୍ କିଛି ଦିନ ପରେ ସାର୍ ଫୋନ୍ କଲେ ଏପଟୁ ଆଉ ତୁମକୁ କିଛି ମୁଖ୍ୟମନ୍ତ୍ରୀ ସାର୍ ସାହାଯ୍ୟ କରିଛନ୍ତି ବୋଲି। ତାପରେ ମୋତେ କହିଲେ ଅଫିସକୁ ଡାକିଥିଲେ। ମୁଁ ଆଜି ଆସିଛି। ଆଉ ସାର୍ ମୋତେ 25,000 ଟଙ୍କାର ଗୋଟେ ଚେକ୍ ଦେଇଛନ୍ତି, ମୋ ପୁଅକୁ ସାହାଯ୍ୟ କରିଛନ୍ତି। ମୁଁ ବହୁତ ବହୁତ ଧନ୍ୟବାଦ ଦେବି ମୁଖ୍ୟମନ୍ତ୍ରୀ ସାର୍ ମୋହନ ଚରଣ ମାଝୀଙ୍କୁ। ମୟୂରଭଞ୍ଜ ଜିଲ୍ଲାର ଜଣେ ଏକ ମହିଳା ଆସିଥିଲେ, ମାମିନା ନାୟକ। ତାଙ୍କ ପୁତ୍ରକୁ ଧରି ସେ ଜନ୍ମରୁ ତାଙ୍କ ପୁଅଟି ଅକ୍ଷମ ବିକଳାଙ୍ଗ ହୋଇଯାଇଛି। ବିକଳାଙ୍ଗ ହେବା ଦେଖି ତାଙ୍କର ନିଜର ହଜବେଣ୍ଡ ତାଙ୍କୁ ଛାଡ଼ିକି ଚାଲିଗଲେ। ସେ ଟଙ୍କାବିଲା ମୟୂରଭଞ୍ଜର ଲୋକ। ସେ କେନ୍ଦୁଝରର ଯମୁନା ପଛରେ ରହନ୍ତି। ସେ ତାଙ୍କ ବାପ ଘରକୁ ଆସିକି ରହୁଛନ୍ତି ଏବେ। ସେ ଏବେ ଯେତେବେଳେ ଜାଣିଲେ କେନ୍ଦୁଝର ଜିଲ୍ଲାରେ ଆମର ମାନନୀୟ ମୁଖ୍ୟମନ୍ତ୍ରୀ ଗୋଟେ ଗ୍ରିଭେନ୍ସ ଅଫିସ୍ ଖୋଲା ହେଇଛି, ସେ 15/4/25ରେ ଆସିଥିଲେ ନିଜର ଦୁଃଖ ଜଣାଇବା ପାଇଁ, ତାଙ୍କ ଚିକିତ୍ସା ପାଇଁ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ହାତ ପତାଇଥିଲେ। ଆମେ ତାଙ୍କୁ ଆଜି ଗୋଟେ ଅନୁକମ୍ପା ରାଶି 25,000 ଟଙ୍କା ଦେଇଛୁ। ତାଙ୍କର ଚିକିତ୍ସାରେ ସେଟା ସାହାଯ୍ୟ କରିବ ଏବଂ ଆମେ ତାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବି ଚେଷ୍ଟା କରୁଛୁ। ଏମିତି କେସ୍ ଆମ ପାଖକୁ ପ୍ରାୟ ଅଧିକାଂଶ ଦିନ ଆସୁଛନ୍ତି। ଏଇ ଯେଉଁ ଅଫିସ୍ ହେଲା ପରେ ଜିଲ୍ଲା ବାହାରୁ ବହୁତ ଲୋକ ଆସୁଛନ୍ତି। ଚେଷ୍ଟା କରୁଛୁ ସମସ୍ତ ଦୁଃଖରେ ଦୁଃଖୀ ହେବା ପାଇଁ ମିଶିବା ପାଇଁ ଚେଷ୍ଟା କରୁଛୁ। କେନ୍ଦୁଝରରୁ ମନୋଜ ଘିସିଙ୍କ ରିପୋର୍ଟ, ଖବର ଓଡ଼ିଶା।